ଦ୍ୱିତୀୟ ମାକାବୀୟ ପୁସ୍ତକ ଅଧ୍ୟାୟ 7। 7 ଜଣ ଭ୍ରାତା ଓ ସେମାନଙ୍କ ମାତାର ସାକ୍ଷ୍ୟ ମତର। ଏକଦା ରାଜା 7 ଜଣ ଭ୍ରାତା ଓ ସେମାନଙ୍କର ମାତାକୁ ବନ୍ଦୀ କଲେ ଏବଂ କରଡ଼ା ତଥା ଚାବୁକ ଦ୍ୱାରା ପ୍ରହାର କରି ଅବୈଧ ଶୂକର ମାଂସ ଆହାର କରିବା ପାଇଁ ସେମାନଙ୍କୁ ବାଧ୍ୟ କଲେ। ସେମାନଙ୍କ ମଧ୍ୟରୁ ସମସ୍ତଙ୍କର ମୁଖପାତ୍ର ସଦୃଶ ହୋଇଥିବା ଜଣେ ବ୍ୟକ୍ତି କହିଲା, ଆମକୁ ପ୍ରଶ୍ନ କରି ତୁମେ କ'ଣ ଜାଣିବାକୁ ଚାହୁଁଛ? ଆମର ପିତୃପୁରୁଷମାନଙ୍କର ବିଧାନାବଳୀକୁ ଲଙ୍ଘନ କରିବା ଅପେକ୍ଷା ଆମେମାନେ ମୃତ୍ୟୁବରଣ କରିବା ପାଇଁ ପ୍ରସ୍ତୁତ ଅଟୁ। ରାଜା କ୍ରୋଧାଗ୍ନିରେ ଜଳି ଉଠି ତାୱା ତଥା କରେଇକୁ ଉତ୍ତପ୍ତ କରିବା ପାଇଁ ଆଦେଶ ଦେଲେ। ସେଗୁଡ଼ିକ ସହସା ଉତ୍ତପ୍ତ ହେଲା। ନିଜର ସହୋଦରଗଣ ଓ ମାତାର ଦୃଷ୍ଟିଗୋଚରରେ ସେମାନଙ୍କ ବକ୍ତାର ଜିହ୍ୱା ତଥା ହସ୍ତପଦକୁ ଛେଦନ କରିବା ଓ ତାର ମସ୍ତକର ଚର୍ମକୁ ଛଡ଼ାଇବା ପାଇଁ ସେ ଆଦେଶ ଦେଲେ। ଏହିପରି ସମ୍ପୂର୍ଣ୍ଣ ନିଃସହାୟ ଅବସ୍ଥାରେ ଅଦ୍ୟାବଧି ନିଶ୍ୱାସ ନେଉଥିବା ତଥା ଅଗ୍ନି ପାଖକୁ ଘେନିଯାଇ ସେହି ତାୱାରେ ତାକୁ ଭାଜିବାକୁ ରାଜା ପୁନରାୟ ଆଦେଶ ଦେଲେ। ତାୱାରୁ ଉଠୁଥିବା ଧୂମ ସର୍ବତ୍ର ବ୍ୟାପ୍ତ ହେଲା। କିନ୍ତୁ ଏକ ଉତ୍କୃଷ୍ଟ ଲକ୍ଷ୍ୟ ଉଦ୍ଦେଶ୍ୟରେ ମୃତ୍ୟୁବରଣ କରିବା ପାଇଁ ପରସ୍ପରକୁ ଉତ୍ସାହ ଦେଇ ସେହି ଭ୍ରାତାଗଣ ଓ ମାତା କହିଲେ, ସେ ସଦାସମାନଙ୍କ ପ୍ରତି ସଦୟ ହେବେ ବୋଲି ଜନତା ସମ୍ମୁଖରେ ସାକ୍ଷ୍ୟ ପ୍ରମାଣ ବହନ କରି ଗାନ କରିଥିବା ଭଳି ପ୍ରଭୁ ଈଶ୍ୱର ଆମ ଉପରେ ଦୃଷ୍ଟିପାତ କରନ୍ତି ଏବଂ ବାସ୍ତବତଃ ଆମ ପ୍ରତି ଉଦାରତା ପ୍ରଦର୍ଶନ କରନ୍ତି। ଜ୍ୟେଷ୍ଠ ସହୋଦର ଏହିଭଳି ଦେହତ୍ୟାଗ କଲା ପରେ ସେମାନେ ନିଜ ନିଷ୍ଠୁର ଆମୋଦ ପାଇଁ ଦ୍ୱିତୀୟ ବ୍ୟକ୍ତିକୁ ଆଗକୁ ନେଇ ଆସିଲେ। ତାର ମସ୍ତକର ଚର୍ମକୁ କେଶ ସହ ଛଡ଼ାଇ ଦେବା ପରେ ସେମାନେ ତାକୁ ପଚାରିଲେ, ଅଙ୍ଗ ପ୍ରତ୍ୟଙ୍ଗ ଦେଇ ଉତ୍ପୀଡ଼ିତ ହେବା ପରିବର୍ତ୍ତେ ତୁମେ କ'ଣ ଭକ୍ଷଣ କରିବା ପାଇଁ ପ୍ରସ୍ତୁତ? ନିଜ ପିତୃପୁରୁଷମାନଙ୍କ ଭାଷାରେ ସେ ଉତ୍ତର ଦେଲା ନାହିଁ। ସୁତରାଂ ତାର ଜ୍ୟେଷ୍ଠ ସହୋଦର ପ୍ରତି ହୋଇଥିବା ଭଳି ସେ ମଧ୍ୟ ଉତ୍ପୀଡ଼ିତ ହେଲା। ଶେଷ ନିଶ୍ୱାସ ତ୍ୟାଗ କରୁଥିବା ସମୟରେ ସେ କହିଲା, ହେ ଅଭିଶପ୍ତ ନୀଚ ବ୍ୟକ୍ତି, ତୁମେ ଆମମାନଙ୍କୁ ଇହ ଜୀବନରୁ ବିତାଡ଼ନ କରୁଅଛ, କିନ୍ତୁ ଜଗତର ରାଜା ଆମମାନଙ୍କୁ ଶାଶ୍ୱତ ନବଜୀବନ ପାଇଁ ଉଠାଇବେ, କାରଣ ଆମେ ତାହାଙ୍କର ବିଧାନର ସମର୍ଥନ ପାଇଁ ମୃତ୍ୟୁବରଣ କରୁଅଛୁ। ଏହାପରେ ତୃତୀୟ ବ୍ୟକ୍ତି ସେମାନଙ୍କ କ୍ରୀଡ଼ାର ଶିକାର ହେଲା। ସେମାନେ ଦାବି କଲା କ୍ଷଣି ସେ ସହସା ସାହସପୂର୍ବକ ନିଜର ଜିହ୍ୱା ତଥା ହସ୍ତ ବିସ୍ତୃତ କରି ଚିତ୍ତାକର୍ଷକ ଭାବେ କହିଲା, ମୁଁ ଏହାକୁ ସ୍ୱର୍ଗରୁ ପ୍ରାପ୍ତ ହୋଇଛି ଓ ତାହାଙ୍କର ବିଧାନ ସକାଶେ ମୁଁ ଏ ସମସ୍ତକୁ ତୁଚ୍ଛ ମନେକରେ। ତାଙ୍କଠାରୁ ଏ ସମସ୍ତକୁ ପୁନଃପ୍ରାପ୍ତ ହେବା ପାଇଁ ମୋର ଆଶା ରହିଛି। ଏହା ଶୁଣି ରାଜା ଓ ତାଙ୍କର ସହଚରମାନେ ସେହି ଯୁବକର ସାହସିକତାରେ ଆଶ୍ଚର୍ଯ୍ୟାନ୍ୱିତ ହେଲେ, କାରଣ ସେ ନିଜ ଯାତନାକୁ ଅସାର ସଦୃଶ ପରିଗଣନା କଲା। ମୃତ୍ୟୁ ମୁଖରେ ପଡ଼ିବା ପରେ ସେମାନେ ଚତୁର୍ଥ ବ୍ୟକ୍ତିକୁ ମଧ୍ୟ ସେହିପରି ନିଷ୍ଠୁର ଭାବେ ଉତ୍ପୀଡ଼ନ କଲେ। ମୃତ୍ୟୁ ସନ୍ନିକଟ ହେବା ସମୟରେ ସେ କହିଲା, ପୁନରୁତ୍ଥିତ ହେବା ପାଇଁ ଈଶ୍ୱରଙ୍କ ଦ୍ୱାରା ପ୍ରଦତ୍ତ ପ୍ରତ୍ୟାଶା ପୋଷଣ କରି ମାନବ ହସ୍ତ ଦ୍ୱାରା ମୃତ୍ୟୁକୁ ମନୋନୀତ କରିବା ଅତ୍ୟାବଶ୍ୟକ ବିଷୟ ଅଟେ। କିନ୍ତୁ ତୁମ ପାଇଁ ଜୀବନର ଉତ୍ଥାନ ହେବ ନାହିଁ। ତତ୍ପରେ ସେମାନେ ପଞ୍ଚମ ବ୍ୟକ୍ତିକୁ ଆଗକୁ ନେଇ ଆସି ଉତ୍ପୀଡ଼ନ କଲେ। କିନ୍ତୁ ସେ ରାଜାଙ୍କ ଆଡ଼କୁ ଦୃଷ୍ଟି ବୁଲାଇ କହିଲା, ନଶ୍ୱର ଥିବା ସତ୍ତ୍ୱେ ମନୁଷ୍ୟମାନଙ୍କ ଉପରେ କର୍ତ୍ତୃତ୍ୱ ବିସ୍ତାର କରୁଥିବା ଯୋଗୁଁ ସ୍ୱେଚ୍ଛାନୁଯାୟୀ ତୁମେ କାର୍ଯ୍ୟ କରୁଅଛ। କିନ୍ତୁ ଈଶ୍ୱର ଯେ ଆମ ଜନତାକୁ ପରିତ୍ୟାଗ କରିଅଛନ୍ତି, ତୁମେ ଏପରି ବିବେଚନା କର ନାହିଁ।
ଆଉ ଅଳ୍ପ କାଳ ଧରି ଅପେକ୍ଷା କର ଓ ତାହାଙ୍କର ମହତ୍ ଶକ୍ତି ତୁମକୁ ଓ ତୁମର ବଂଶଧରମାନଙ୍କୁ ଉତ୍ପୀଡ଼ନ କରୁଥିବା ତୁମେ ଦେଖିବାକୁ ପାଇବ। ତତ୍ପରେ ସେମାନେ ଷଷ୍ଠ ବ୍ୟକ୍ତିକୁ ଘେନି ଆସିଲେ। ମୃତ୍ୟୁ ପ୍ରାୟ ହେବା ସମୟରେ ସେ କହିଲା, ତୁମେ ବୃଥାରେ ନିଜକୁ ପ୍ରବଞ୍ଚିତ କରାଅ ନାହିଁ। ଆମ ଈଶ୍ୱରଙ୍କ ବିରୁଦ୍ଧରେ କରିଥିବା ପାପ ହେତୁ ତାହାର ପରିହାର ସକାଶେ ଆମେମାନେ ଏଭଳି ଯାତନା ଭୋଗ କରୁଅଛୁ। ସେହି କାରଣରୁ ଏ ସମସ୍ତ ଭୟାନକ କାର୍ଯ୍ୟ ସଂଗଠିତ ହୋଇଛି। କିନ୍ତୁ ଈଶ୍ୱରଙ୍କୁ ପ୍ରତିରୋଧ କରିବା ପାଇଁ ଉଦ୍ୟତ ହୋଇଥିବାରୁ ତୁମେ ଶାସ୍ତି ନ ପାଇ ଛାଡ଼ି ଦିଆଯିବ ବୋଲି ଭାବ ନାହିଁ। ସେହି ମାତା ବିଶେଷ ପ୍ରଶଂସା ତଥା ସମ୍ମାନାସ୍ପଦ ସ୍ମରଣର ଯୋଗ୍ୟ ଥିଲେ। ଗୋଟିଏ ଦିନରେ ତାଙ୍କର 7 ଜଣ ପୁତ୍ର ବିନଷ୍ଟ ହେବାର ଦେଖିବା ସତ୍ତ୍ୱେ ତାଙ୍କଠାରେ ସ୍ଥାପନ କରିଥିବା ତାଙ୍କର ପ୍ରତ୍ୟାଶା ନିମିତ୍ତ ସେ ସାହସର ସହିତ ତାହା ସହନ କଲେ। ପିତୃପୁରୁଷମାନଙ୍କ ଭାଷାରେ କଥା କହି ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ବ୍ୟକ୍ତିକୁ ସେ ପ୍ରୋତ୍ସାହନ ଦେଲା। ଉତ୍କୃଷ୍ଟ ବିଶ୍ୱାସରେ ପରିପୂର୍ଣ୍ଣ ହୋଇ ନିଜର ନାରୀ ସୁଲଭ ଯୁକ୍ତିକୁ ପୁରୁଷତ୍ୱ ସାହସ ମାଧ୍ୟମରେ ବଳବତ୍ତର କରି ସେ ସେମାନଙ୍କୁ କହିଲା, ତୁମେମାନେ ମୋର ଗର୍ଭରେ କେଉଁଭଳି ଅସ୍ତିତ୍ୱ ଲାଭ କରିଥିଲ ମୁଁ ତାହା ଜାଣେ ନାହିଁ। ଯେ ତୁମମାନଙ୍କୁ ଜୀବନ ତଥା ଶ୍ୱାସ ପ୍ରଶ୍ୱାସ ପ୍ରଦାନ କଲେ କିମ୍ବା ତୁମମାନଙ୍କର ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗକୁ ରୂପବାନ କଲେ ସେ ମୁଁ ନୁହେଁ। ଯିଏ ମନୁଷ୍ୟର ପ୍ରାରମ୍ଭକୁ ଆକୃତି ପ୍ରଦାନ କରିଥିଲେ ଓ ସମସ୍ତ ପଦାର୍ଥ ଉତ୍ପତ୍ତିର ବ୍ୟବସ୍ଥା କରିଥିଲେ, ସେହି ଜଗତର ସ୍ରଷ୍ଟାଙ୍କର ବିଧାନ ପ୍ରତି ତୁମେମାନେ ନିଜ ନିଜକୁ ବିସ୍ମୃତ ହେଉଥିବା ଯୋଗୁଁ ତାହାଙ୍କର କରୁଣା ସାହାଯ୍ୟରେ ସେ ତୁମମାନଙ୍କୁ ପୁନର୍ବାର ଜୀବନ ତଥା ଶ୍ୱାସ ପ୍ରଶ୍ୱାସ ପ୍ରଦାନ କରିବେ। ନାରୀ ଜଣକ ଯେ ତାଙ୍କୁ ଅବଜ୍ଞା କରେ, ତାର ଭର୍ତ୍ସନା ପୂର୍ବକ ସ୍ୱରରୁ ଆନ୍ତିଓଖସ୍ ତାହା ସନ୍ଦେଶ କଲେ। କନିଷ୍ଠତମ ଭ୍ରାତା ଅଦ୍ୟାବଧି ଜୀବିତ ଥିଲା। ସୁତରାଂ ଆନ୍ତିଓଖସ୍ ତା ସହ କେବଳ ଯେ କଥା କହି ଅନୁରୋଧ କଲେ ତାହା ନୁହେଁ, ମାତ୍ର ସେ ନିଜ ପିତୃପୁରୁଷମାନଙ୍କ ମାର୍ଗାବଳୀରୁ ବିମୁଖ ହେଲେ। ତାକୁ ଧନଶାଳୀ ତଥା ଈର୍ଷା ଉତ୍ପୀଡ଼କ ପଦବୀ ସେ ପ୍ରଦାନ କରିବେ ଓ ତାକୁ ନିଜ ମିତ୍ର ରୂପେ ଗ୍ରହଣ କରି ରାଜ୍ୟ ଶାସନରେ ନିୟୋଜିତ ମଧ୍ୟ କରିବେ ବୋଲି ତା ନିକଟରେ ଶପଥପୂର୍ବକ ସେ ପ୍ରତିଜ୍ଞା କଲେ। କିନ୍ତୁ ସେହି ଯୁବକ ତାଙ୍କର ଅନୁରୋଧ ପ୍ରତି କର୍ଣ୍ଣପାତ ନ କରିବା ଯୋଗୁଁ ରାଜା ମାତାଙ୍କୁ ଡାକି ଯୁବକଟି ନିଜକୁ ନିଜେ ରକ୍ଷା କରିବା ପାଇଁ ତାକୁ ଉପଦେଶ ଦେବା ସକାଶେ ତାକୁ ଆଦେଶ ଦେଲେ। ରାଜା ବହୁ ସମୟ ଧରି ତାକୁ ବାଧ୍ୟ କଲା ପରେ ସେହି ମାତା ନିଜ ପୁତ୍ରକୁ ଉପଦେଶ ଦେବା ପାଇଁ ସମ୍ମତ ହେଲା। କିନ୍ତୁ ମାତା ପୂର୍ବକୁ ଆଉଜି ରହି ସେହି ନିଷ୍ଠୁର ସ୍ୱେଚ୍ଛାଚାରୀ ରାଜାଙ୍କୁ ଉପହାସ କରି ମାତୃଭାଷାରେ ତାଙ୍କୁ କହିଲା, ମୋର ବତ୍ସ, ମୋ ପ୍ରତି ଅନୁକମ୍ପା ପ୍ରଦର୍ଶନ କର। ମୁଁ ତୁମକୁ 9 ମାସ ଧରି ମୋର ଗର୍ଭରେ ବହନ କଲି। ତତ୍ପରେ 3 ବର୍ଷ ବ୍ୟାପୀ ସ୍ତନ୍ୟପାନ କରାଇ ତୁମ ଆୟୁଷର ଏହି ସମୟ ପର୍ଯ୍ୟନ୍ତ ମୁଁ ତୁମର ପ୍ରତିପାଳନ କରିଅଛି। ହେ ମୋର ପୁତ୍ର, ଆକାଶମଣ୍ଡଳ, ଧରାଧାମ ଓ ତନ୍ମଧ୍ୟସ୍ଥ ସମସ୍ତ ବସ୍ତୁ ପଦାର୍ଥକୁ ଚାହିଁ ପୂର୍ବରୁ ଅସ୍ତିତ୍ୱ ଥିବା କୌଣସି ପଦାର୍ଥରୁ ଈଶ୍ୱର ଯେ ସେ ସମସ୍ତ ସୃଷ୍ଟି କରିନାହାନ୍ତି, ଏହା ବୁଝିବାକୁ ମୁଁ ତୁମକୁ ଭିକ୍ଷା କରେ। ମାନବ ଜାତି ମଧ୍ୟ ଏହିପରି ଅସ୍ତିତ୍ୱ ଲାଭ କରନ୍ତି। ଏହି କଂସେଇ ପ୍ରତି ଭୀତ ହୁଅ ନାହିଁ। ତୁମ ଭ୍ରାତାମାନଙ୍କ ପରି ତୁମେ ମଧ୍ୟ ଜଣେ ଯୋଗ୍ୟ ବ୍ୟକ୍ତି ଅଟ ବୋଲି ପ୍ରମାଣିତ କର। ମୃତ୍ୟୁବରଣ କର, ତାହା ହେଲେ ଈଶ୍ୱରଙ୍କର କୃପା ବଳରେ ତୁମ ସହୋଦରମାନଙ୍କ ସମେତ ମୁଁ ତୁମକୁ ମଧ୍ୟ ପୁନର୍ଲାଭ କରିପାରିବି। ସେ ଅଦ୍ୟାବଧି ଏହିଭଳି ଉପଦେଶ ଦିଅନ୍ତି। ସେହି ଯୁବକଟି ପଚାରିଲା, ତୁମେ କ'ଣ ପାଇଁ ଅପେକ୍ଷା କରୁଛ?
ମୁଁ ରାଜାଙ୍କ ଆଦେଶର ଅନୁଗତ ହେବି ନାହିଁ, ବରଂ ମୋସେସଙ୍କ ମାଧ୍ୟମରେ ଆମ ପିତୃପୁରୁଷମାନଙ୍କ ପ୍ରତି ପ୍ରଦତ୍ତ ବିଧାନର ନିର୍ଦ୍ଦେଶାବଳୀର ଆଜ୍ଞାବହ ହେବି। ଏବ୍ରେୟ ଜନତା ବିରୁଦ୍ଧରେ ସର୍ବବିଧ ଅନିଷ୍ଟ କର୍ମାବଳୀ ସମ୍ପାଦନ କରିଥିବା ତୁମେ ଈଶ୍ୱରଙ୍କ ହସ୍ତରୁ ଅବଶ୍ୟ ରକ୍ଷା ପାଇବ ନାହିଁ। ଆମେମାନେ ଆମ ଦ୍ୱାରା କୃତ ପାପ ନିମିତ୍ତ ଏହି ଯାତନା ଅନୁଭବ କରୁଅଛୁ। ତିରସ୍କାର ପୂର୍ବକ ଆମକୁ ତାଲିମଭୁକ୍ତ କରିବା ସକାଶେ ସ୍ୱଳ୍ପକାଳ ଧରି ଆମମାନଙ୍କର ଜୀବିତ ପ୍ରଭୁ ଯଦି ଆମ ବିରୁଦ୍ଧରେ କ୍ରୋଧାନ୍ୱିତ ହୋଇଛନ୍ତି, ତେବେ ସେ ପୁନରାୟ ସଦାସମାନଙ୍କ ସହ ପୁନର୍ମିଳିତ ହେବେ। କିନ୍ତୁ ତୁମେ ହେ ଅପବିତ୍ର ନୀଚ ବ୍ୟକ୍ତି, ମାନବ ଜାତି ମଧ୍ୟରେ ହେ କଳୁଷିତ ମନୁଷ୍ୟ, ସ୍ୱର୍ଗରୁ ସନ୍ତାନମାନଙ୍କ ବିରୁଦ୍ଧରେ ନିଜ ହସ୍ତ ଉତ୍ତୋଳନ କରି ଅନିଶ୍ଚିତ ଆଶା ପୋଷଣ ପୂର୍ବକ ବୃଥାରେ ଉଦ୍ଧତ ହୁଅ ନାହିଁ। ସର୍ବଶକ୍ତିମାନ ଓ ସର୍ବଦର୍ଶୀ ଈଶ୍ୱରଙ୍କ ନ୍ୟାୟ ବିଚାରରୁ ତୁମେ ଏବେ ସୁଦ୍ଧା ମୁକ୍ତ ହୋଇନାହଁ। କ୍ଷଣକାଳ ଧରି ଯାତନା ଭୋଗ କଲା ପରେ ଈଶ୍ୱରଙ୍କ ବ୍ୟବସ୍ଥା ବିଧାନ ମୁତାବକ ଆମର ଭ୍ରାତାମାନେ ଚିରକାଳ ବ୍ୟାପୀ ଉଚ୍ଛ୍ୱସିତ ହେଉଥିବା ଜୀବନ ପ୍ରବାହରୁ ପାନ କରିଅଛନ୍ତି। କିନ୍ତୁ ତୁମେ ଈଶ୍ୱରଙ୍କ ବିଚାରରୁ ତୁମର ଔଦ୍ଧତ୍ୟ ପାଇଁ ସମୁଚିତ ଶାସ୍ତି ପାଇବ। ଆମ ସ୍ୱଜନମାନଙ୍କ ପ୍ରତି ସହସା କରୁଣା ପ୍ରଦର୍ଶନ କରିବା, ସଙ୍କଟ ତଥା ମହାମାରୀ ପଠାଇ କେବଳ ସେ ଯେ ଈଶ୍ୱର ଅଟନ୍ତି, ତୁମକୁ ଏହା ସ୍ୱୀକାର କରାଇବା ଓ ସମସ୍ତ ସ୍ୱଜନମାନଙ୍କ ଉପରେ ନ୍ୟାୟସଙ୍ଗତ ଭାବେ ନିପତିତ ସର୍ବଶକ୍ତିମାନଙ୍କର କ୍ରୋଧାଗ୍ନିକୁ ମୋର ଓ ମୋର ଭ୍ରାତାମାନଙ୍କ ମାଧ୍ୟମରେ ପରିସମାପ୍ତି ଘଟାଇବାର ସୁଯୋଗ ଦେଇ ଆମ ପିତୃପୁରୁଷମାନଙ୍କ ପ୍ରତି ପ୍ରଦତ୍ତ ହୋଇଥିବା ବିଧାନ ସକାଶେ ମୋର ଭ୍ରାତାମାନଙ୍କ ସମେତ ମୁଁ ଶରୀର ତଥା ଜୀବନ ସମର୍ପଣ କରେ। ତାର ଏହି ଅବଜ୍ଞା ଯୋଗୁଁ କ୍ରୋଧାଗ୍ନିରେ ଜଳି ଉଠି ରାଜା ତା ପ୍ରତି ଅନ୍ୟ ସମସ୍ତଙ୍କ ଅପେକ୍ଷା ଅଧିକ ନିର୍ଦ୍ଦୟ ବ୍ୟବହାର କଲେ। ସୁତରାଂ ପ୍ରଭୁଙ୍କଠାରେ ନିଜର ଆସ୍ଥା ସ୍ଥାପନ କରି ଓ କୌଣସି କଳଙ୍କରେ କଳଙ୍କିତ ନ ହୋଇ ସେ ମୃତ୍ୟୁବରଣ କଲା। ପରିଶେଷରେ ନିଜ ପୁତ୍ରମାନଙ୍କର ମୃତ୍ୟୁ ଘଟିଲା ପରେ ସେହି ମାତା ମଧ୍ୟ ମୃତ୍ୟୁବରଣ କଲା। ବଳିବସ୍ତୁ ସମୂହର ଭୋଜନ ତଥା ନିଷ୍ଠୁର ଉତ୍ପୀଡ଼ନ ସମ୍ବନ୍ଧରେ ଏହି ବିବରଣୀ ଯଥେଷ୍ଟ। ଅଧ୍ୟାୟ 8 ଜୁଦାସ ମାକାବେଉସଙ୍କର ପ୍ରତିରୋଧ। ମାକାବେଉସ ନାମରେ ନାମିତ ଜୁଦାସ ଓ ତାଙ୍କର ଅନୁଗାମୀମାନେ ଗୋପନରେ ଗ୍ରାମଗୁଡ଼ିକରେ ପ୍ରବେଶ କରି ସେମାନଙ୍କ ଆତ୍ମୀୟ ଲୋକ ଓ ଯିହୁଦୀୟ ବିଶ୍ୱାସରେ ଅଧ୍ୟବସାୟୀ ହୋଇ ରହିଥିବା ବ୍ୟକ୍ତିମାନଙ୍କୁ ତାଲିକାଭୁକ୍ତ କରି ପ୍ରାୟ 6,000 ଲୋକଙ୍କୁ ଏକତ୍ରିତ କଲେ। ସମସ୍ତଙ୍କ ଦ୍ୱାରା ଉତ୍ପୀଡ଼ିତ ହେଉଥିବା ଜନତା ପ୍ରତି ଦୃଷ୍ଟିପାତ କରିବା, ଅଧର୍ମୀ ଲୋକମାନଙ୍କ ଦ୍ୱାରା ଅପବିତ୍ର ହେଉଥିବା ଦେବାଳୟ ପ୍ରତି ସଦୟ ହେବା, ବିଧ୍ୱସ୍ତ ହୋଇ ଭୂମିସାତ ହେବାକୁ ଯାଉଥିବା ନଗରୀ ପ୍ରତି କୃପାଦୃଷ୍ଟି ପ୍ରଦର୍ଶନ କରିବା, ତାଙ୍କର ସନ୍ନିଧାନରେ ଆବେଦନ ଜଣାଇଥିବା ରକ୍ତର ନିବେଦନ ପ୍ରତି କର୍ଣ୍ଣପାତ କରିବା, ନିର୍ଦ୍ଦୋଷୀ ଶିଶୁମାନଙ୍କୁ ଅନ୍ୟାୟରେ ବିନାଶ ଓ ତାଙ୍କର ନାମ ବିରୁଦ୍ଧରେ ଉଚ୍ଚାରିତ ଈଶ୍ୱର ନିନ୍ଦାକୁ ସ୍ମରଣ କରିବା ଏବଂ ଅନିଷ୍ଟ କର୍ମାବଳୀ ବିରୁଦ୍ଧରେ ତାହାଙ୍କ ଦ୍ୱାରା ପ୍ରତିପୋଷିତ ବିଦ୍ୱେଷକୁ ପ୍ରଦର୍ଶନ କରିବା ପାଇଁ ସେମାନେ ପ୍ରଭୁଙ୍କ ସନ୍ନିଧାନରେ ଭିକ୍ଷା କଲେ। ମାକାବେଉସ ନିଜର ସୈନ୍ୟ ଦଳକୁ ସଂଗଠିତ କଲା ପରେ ବିଜାତୀୟମାନେ ତାଙ୍କ ବିରୁଦ୍ଧରେ ଉଠି ପାରିଲେ ନାହିଁ, କାରଣ ପ୍ରଭୁଙ୍କ କୋପାନଳ କରୁଣାରେ ପରିଣତ ହୋଇଥିଲା। ବିନା ଚେତାବନୀରେ ଆସି ସେ ସହର ତଥା ଗ୍ରାମଗୁଡ଼ିକୁ ଦଗ୍ଧ କଲେ, ଯୁଦ୍ଧ ପ୍ରାଧାନ୍ୟ ବିଶିଷ୍ଟ ସ୍ଥାନମାନଙ୍କୁ ଅଧିକାର କଲେ ଏବଂ ବହୁ ଶତ୍ରୁ ସୈନ୍ୟ ଦଳକୁ ପରାସ୍ତ କରି ବିତାଡ଼ିତ କଲେ। ସେ ବୁଝିନେଲେ ଯେ ଏପରି ଆକ୍ରମଣ ପାଇଁ ରାତ୍ରି ଅତ୍ୟୁତ୍ତମ।
ତାଙ୍କର ବୀରତ୍ୱ ସବୁଠାରେ କଥାବାର୍ତ୍ତାର ବିଷୟ ହେଲା। ନିକାନର ପରାଜୟ। ଜୁଦାସ ଯେ ଉତ୍ତରୋତ୍ତର ଶକ୍ତିଶାଳୀ ହେଉଛନ୍ତି ଏବଂ ସେ ଯେ ବାରମ୍ବାର ଜୟଯୁକ୍ତ ହେଉଛନ୍ତି ଦେଖି ଫିଲିପ ଦକ୍ଷିଣ ସିରିଆ ତଥା ଫେନିସିଆର ରାଜ୍ୟପାଳ ଟଲେମିକୁ ରାଜାଙ୍କ ନିକଟରୁ ସାହାଯ୍ୟ ଭିକ୍ଷା କରିବା ପାଇଁ ଏକ ପତ୍ର ପଠାଇଲା। ଟଲେମି ଯଥାଶୀଘ୍ର ପାତ୍ରକସର ପୁତ୍ର ଓ ରାଜାଙ୍କ ମିତ୍ରମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ହୋଇଥିବା ନିକାନରକୁ ନିଯୁକ୍ତି ପ୍ରଦାନ କରି ଯିହୁଦୀ ବଂଶକୁ ନିଶ୍ଚିହ୍ନ କରିବା ସକାଶେ 20,000ରୁ ନ୍ୟୁନ ନଥିବା ସମସ୍ତ ଜାତୀୟ ବିଜାତୀୟମାନଙ୍କ ଏକ ସୈନ୍ୟ ଦଳକୁ ଜୁଦିଆକୁ ପଠାଇଲା। ସୈନିକ ବୃତ୍ତିରେ ପରିଚୟ ପ୍ରାପ୍ତ ଗର୍ଜିଆସ୍ ନାମକ ଜଣେ ସେନାପତିକୁ ମଧ୍ୟ ଟଲେମି ତା ସହ ପଠାଇଲା, ଯାହା ରୋମୀୟମାନଙ୍କୁ ଦେୟ ସେହି 2,000 ତାଲେଣ୍ଟ ଭେଟି ଯିହୁଦୀମାନଙ୍କୁ ଦାସ ରୂପେ ବିକ୍ରୟ କରି ଆଦାୟ କରିବା ପାଇଁ ନିକାନର ନିଷ୍ପତ୍ତି ନେଲା। ସମୁଦ୍ର ଉପକୂଳବର୍ତ୍ତୀ ନଗରୀଗୁଡ଼ିକୁ ଲୋକ ପଠାଇ 1 ତାଲେଣ୍ଟ ବିନିମୟରେ 90 ଜଣ ଯିହୁଦୀମାନଙ୍କୁ ବିକ୍ରୟ କରିବା ପାଇଁ ପ୍ରତିଜ୍ଞା କରି ସେ ସେଠାକୁ ସମସ୍ତଙ୍କୁ ଆମନ୍ତ୍ରଣ କଲା। କିନ୍ତୁ ସର୍ବଶକ୍ତିମାନଙ୍କର ନ୍ୟାୟ ବିଚାର ଯେ ତାହା ଉପରେ ନିପତିତ ହେବା ପାଇଁ ପ୍ରସ୍ତୁତ ହୋଇ ରହିଛି, ସେ ଏହା ପ୍ରତୀକ୍ଷା କରି ନଥିଲା। ନିକାନର ଆକ୍ରମଣ ସମ୍ବନ୍ଧରେ ଅବଗତ ହୋଇ ଜୁଦାସ ନିଜ ସହବର୍ତ୍ତୀମାନଙ୍କୁ ଶତ୍ରୁ ସୈନ୍ୟ ଦଳର ଆଗମନ ବିଷୟର ସମ୍ବାଦ ଜଣାଇଲେ। ସେମାନଙ୍କ ମଧ୍ୟରୁ ଯେଉଁମାନେ ଭୀରୁ ଓ ଈଶ୍ୱରଙ୍କ ନୀତିନିଷ୍ଠା ସମ୍ପର୍କରେ ଅବିଶ୍ୱାସୀ ଥିଲେ, ସେମାନେ ପଳାୟନ କଲେ। ଅନ୍ୟ ସମସ୍ତେ ନିଜସ୍ୱ ହୋଇଥିବା ଆସବାବପତ୍ର ବିକ୍ରୟ କଲେ। ସେମାନଙ୍କ ସହିତ ଯୁଦ୍ଧ କରିବା ପୂର୍ବରୁ ସେମାନଙ୍କୁ ବିକ୍ରୟ କରିଥିବା ସେହି ଅଧର୍ମୀ ନିକାନରର ହସ୍ତରୁ ସେମାନଙ୍କ ନିଜ ସକାଶେ ନୁହେଁ, ମାତ୍ର ସେମାନଙ୍କ ନିଜ ପିତୃପୁରୁଷମାନଙ୍କ ସହ ସାଲିସ କରିଥିବା ବ୍ୟବସ୍ଥା ବିଧାନସମୂହ ହେତୁ ଏବଂ ତାହାଙ୍କ ପବିତ୍ର ତଥା ଗୌରବପୂର୍ଣ୍ଣ ନାମରେ ସେ ସେମାନଙ୍କୁ ଆହ୍ୱାନ କରିଥିବା ଯୋଗୁଁ ସେମାନଙ୍କୁ ମୁକ୍ତ କରିବା ସକାଶେ ସେମାନେ ପ୍ରଭୁଙ୍କ ସନ୍ନିଧାନରେ ପ୍ରାର୍ଥନା କଲେ। କିନ୍ତୁ ମାକାବେଉସ 6,000 ସଂଖ୍ୟକ ବିଶିଷ୍ଟ ନିଜ ସୈନ୍ୟ ଦଳକୁ ସମବେତ କରି ଶତ୍ରୁମାନଙ୍କ ପ୍ରତି ଭୟଚକିତ ନ ହେବା ଓ ସେମାନଙ୍କ ବିରୁଦ୍ଧରେ ଦୁରୁଦ୍ଦେଶ୍ୟ ରଖି ଆସିଥିବା ସେହି ବିଜାତୀୟମାନଙ୍କର ସଂଖ୍ୟା ବହୁଳତା ଯୋଗୁଁ ଭୀତ ନ ହେବା, ବରଂ ପବିତ୍ର ସ୍ଥାନ ବିରୁଦ୍ଧରେ ବିଜାତୀୟମାନଙ୍କ ଦ୍ୱାରା ସମ୍ପାଦିତ ଅଧାର୍ମିକ ଅତ୍ୟାଚାର, ଅବହେଳିତ ନଗରୀର ଉତ୍ପୀଡ଼ନ ଓ ପିତୃକୁଳ ଜୀବନ ପ୍ରଣାଳୀର ବିନାଶ ପ୍ରଭୃତି ବିଷୟ ସ୍ମରଣ କରି ସାହସପୂର୍ବକ ଯୁଦ୍ଧ କରିବାକୁ ସେମାନଙ୍କୁ ଉପଦେଶ ଦେଲେ। ପରିଶେଷରେ ସେ ସେମାନଙ୍କୁ କହିଲେ, ସେମାନେ ଅସ୍ତ୍ରଶସ୍ତ୍ର ତଥା ନିର୍ଭୀକ କାର୍ଯ୍ୟକଳାପ ଉପରେ ଆସ୍ଥା ସ୍ଥାପନ କରନ୍ତି, କିନ୍ତୁ ଆମ ବିରୁଦ୍ଧରେ ଆଗତ ଏହି ବ୍ୟକ୍ତିମାନଙ୍କୁ ଓ ସମଗ୍ର ଜଗତକୁ ମଧ୍ୟ, ଯିଏ ତାହାଙ୍କର ଗୋଟିଏ ମସ୍ତକ ଅବନତି ଜରିଆରେ ସଂହାର କରିବା ପାଇଁ ସକ୍ଷମ, ସେହି ସର୍ବଶକ୍ତିମାନ ଈଶ୍ୱରଙ୍କଠାରେ ଆମେମାନେ ଆସ୍ଥା ସ୍ଥାପନ କରୁ। ଏତଦ୍‌ବ୍ୟତୀତ ପିତୃପୁରୁଷମାନେ ଯେତେବେଳେ ସାହାଯ୍ୟ ପ୍ରାପ୍ତ ହୋଇଥିଲେ, ସେ ସମୟ ସମ୍ବନ୍ଧରେ ମଧ୍ୟ ସେ ସେମାନଙ୍କୁ କହିଲେ, ଯଥା ସେନାକେରିବଙ୍କ କାଳରେ 1,85,000 ବ୍ୟକ୍ତି ନିହତ ହୋଇଥିଲେ। ସେହିପରି ବାବିଲନରେ ଗାଲାତୀୟମାନଙ୍କ ବିପକ୍ଷରେ ସଂଗଠିତ ଯୁଦ୍ଧ ସମୟରେ 4,000 ମାସିଦୋନିୟମାନଙ୍କର ସୈନ୍ୟ ସହିତ 8,000 ଯିହୁଦୀ ସୈନ୍ୟ ସଂଗ୍ରାମ କରିବା ପାଇଁ ପ୍ରସ୍ତୁତ ହୋଇଥିଲେ। ମାସିଦୋନିୟମାନଙ୍କ ବିରୁଦ୍ଧରେ ଯୁଦ୍ଧ ପ୍ରବଳ ହେବା ବେଳେ ସ୍ୱର୍ଗରୁ ଆଗତ ସାହାଯ୍ୟ ବଳରେ ସେହି 8,000 ସୈନ୍ୟ 1,20,000 ବ୍ୟକ୍ତିମାନଙ୍କୁ ପରାସ୍ତ କରି ବହୁ ପରିମାଣର ଲୁଣ୍ଠିତ ଦ୍ରବ୍ୟ ଅର୍ଜନ କରିଥିଲେ। ଏସବୁ କଥା ଦ୍ୱାରା ସେମାନଙ୍କୁ ସାହସୀ କରାଇବା ପରେ
ସେମାନଙ୍କର ବିଧିବିଧାନ ତଥା ଦେଶ ନିମନ୍ତେ ସେମାନେ ମୃତ୍ୟୁବରଣ କରିବା ପାଇଁ ସେ ସେମାନଙ୍କୁ ପ୍ରସ୍ତୁତ କଲେ। ତତ୍ପରେ ସେ ସୈନ୍ୟ ଦଳକୁ 4 ଦଳରେ ବିଭକ୍ତ କଲେ। 1500 ଲୋକ ବିଶିଷ୍ଟ ପ୍ରତ୍ୟେକ ସୈନ୍ୟ ଦଳ ଉପରେ ସେ ନିଜର ଭ୍ରାତା ସିମୋନ, ଯୋସେଫ ଓ ଜନାଥାନଙ୍କୁ ସେନାପତି ରୂପେ ନିଯୁକ୍ତ କଲେ। ଏତଦ୍ ବ୍ୟତୀତ ପବିତ୍ର ଗ୍ରନ୍ଥରୁ ଉଚ୍ଚ ସ୍ୱରରେ ପାଠ କରିବା ପାଇଁ ସେ ଏଲିଆସାରଙ୍କୁ ନିଯୁକ୍ତ କଲେ ଏବଂ ସାହାଯ୍ୟ ଈଶ୍ୱରଙ୍କ ଠାରୁ ଆଗତ ଏହିପରି ଏକ ରଣଧ୍ୱନି ମାଧ୍ୟମରେ ସେ ସେମାନଙ୍କୁ ଦେଲେ। ତତ୍ପରେ ସ୍ୱୟଂ ସେ ପ୍ରଥମ ଦଳର ନେତୃତ୍ୱ ନେଇ ନିକାନର ସହ ଯୁଦ୍ଧାରମ୍ଭ କଲେ। ସର୍ବଶକ୍ତିମାନଙ୍କର ସାହାଯ୍ୟ ବଳରେ ଶତ୍ରୁମାନଙ୍କ ମଧ୍ୟରୁ 9000 ଅପେକ୍ଷା ଅଧିକ ବ୍ୟକ୍ତିମାନଙ୍କୁ ସେମାନେ ସଂହାର କଲେ ଓ ନିକାନରର ସୈନ୍ୟ ଦଳରୁ ଅଧିକାଂଶ ଲୋକଙ୍କୁ ଆଘାତପ୍ରାପ୍ତ ତଥା ବିକଳାଙ୍ଗ କରିଦେଲେ। ଫଳରେ ସେମାନେ ପଳାୟନ କରିବା ପାଇଁ ବାଧ୍ୟ ହେଲେ। ସେମାନଙ୍କୁ ଦାସ ରୂପେ କ୍ରୟ କରିଥିବା ପାଇଁ ଆଗତ ବ୍ୟକ୍ତିମାନଙ୍କର ଅର୍ଥ ସେମାନେ ଅଧିକାର କଲେ। ସ୍ୱଳ୍ପ ଦୂର ପର୍ଯ୍ୟନ୍ତ ଶତ୍ରୁମାନଙ୍କର ପଶ୍ଚାଧାବନ କଲା ପରେ ସମୟ ବିଳମ୍ବିତ ହୋଇଥିବା ଯୋଗୁଁ ଫେରିଯିବା ପାଇଁ ସେମାନେ ବାଧ୍ୟ ହେଲେ। ସେହିଦିନ ସାବତର ପୂର୍ବ ଦିନ ହୋଇଥିବା ଯୋଗୁଁ ସେମାନେ ପଶ୍ଚାଧାବନରୁ ନିବୃତ୍ତ ହେଲେ। ଶତ୍ରୁମାନଙ୍କର ଅସ୍ତ୍ରଶସ୍ତ୍ର ତଥା ଅନ୍ୟାନ୍ୟ ଲୁଣ୍ଠିତ ଦ୍ରବ୍ୟକୁ ସଂଗ୍ରହ କଲା ପରେ ସେମାନେ ସାବତ ପାଳନ କଲେ। ସେହିଦିନ ଯିଏ ସେମାନଙ୍କୁ ସଂରକ୍ଷଣ କରିଥିଲେ ଓ ସେମାନଙ୍କ ପ୍ରତି କରୁଣା ପ୍ରଦର୍ଶନର ଆରମ୍ଭ ରୂପେ ତାହାକୁ ନିରୂପଣ କରିଥିଲେ, ସେହି ପ୍ରଭୁଙ୍କ ଉଦ୍ଦେଶ୍ୟରେ ସେମାନେ ସ୍ତୁତିଗାନ ତଥା କୃତଜ୍ଞତା ଅର୍ପଣ କଲେ। ସାବତ ପରେ ଲୁଣ୍ଠିତ ଦ୍ରବ୍ୟର କେତେକାଂଶକୁ ଉତ୍ପୀଡ଼ିତ ବ୍ୟକ୍ତି, ବିଧବା ତଥା ଅନାଥମାନଙ୍କୁ ସେମାନେ ଦାନ କଲେ ଏବଂ ଅବଶିଷ୍ଟ ସମସ୍ତ ବସ୍ତୁ ସେମାନଙ୍କ ତଥା ସେମାନଙ୍କ ସନ୍ତାନଗଣ ମଧ୍ୟରେ ବିତରଣ କଲେ। ଏ ସମସ୍ତ କାର୍ଯ୍ୟ ସମାପ୍ତ କଲା ପରେ ସେମାନେ ସମ୍ମିଳିତ ଭାବେ ଦୟାମୟ ପ୍ରଭୁଙ୍କୁ ପ୍ରାର୍ଥନା କରି ତାହାଙ୍କ ସ୍ୱଦାସମାନଙ୍କ ସହ ପୁନର୍ମିଳିତ ହେବା ପାଇଁ ନିବେଦନ କଲେ। ତିମୋଥି ଓ ବାକିଦସର ପରାଜୟ। ତିମୋଥି ଓ ବାକିଦସ ସହ ସଂଗ୍ରାମ କରି ସେମାନେ 20,000 ଅପେକ୍ଷା ଅଧିକ ଯୋଦ୍ଧାଙ୍କୁ ନିଧନ କଲେ ଓ କେତେକ ଉଚ୍ଚ ଦୁର୍ଗ ଅଧିକାର କଲେ। ଶତ୍ରୁମାନଙ୍କ ଠାରୁ ଅଧିକୃତ ବହୁ ପରିମାଣର ଲୁଣ୍ଠିତ ଦ୍ରବ୍ୟରୁ ସେମାନେ ନିଜ ମଧ୍ୟରେ ବିତରଣ କରିଥିବା ସଦୃଶ ଏକ ସମାନ ଅଂଶକୁ ଉତ୍ପୀଡ଼ିତ ବ୍ୟକ୍ତି, ବିଧବା, ଅନାଥ ଓ ବୃଦ୍ଧ ବ୍ୟକ୍ତିମାନଙ୍କୁ ମଧ୍ୟ ଦାନ କଲେ। ଶତ୍ରୁମାନଙ୍କ ଅସ୍ତ୍ରଶସ୍ତ୍ର ସଂଗ୍ରହ କରି ସେମାନେ ସେ ସମସ୍ତକୁ ଯୁଦ୍ଧ ପ୍ରାଧାନ୍ୟ ସ୍ଥାନମାନଙ୍କରେ ଯତ୍ନପୂର୍ବକ ସଞ୍ଚୟ କଲେ ଓ ଅବଶିଷ୍ଟ ସମସ୍ତ ଲୁଣ୍ଠିତ ଦ୍ରବ୍ୟ ଜେରୁସାଲେମକୁ ନେଇଗଲେ। ଅତ୍ୟଧିକ ଅଧର୍ମୀ ଓ ଯିହୁଦୀମାନଙ୍କୁ ବହୁ କଷ୍ଟ ଦେଉଥିବା ତିମୋଥିର ସୈନ୍ୟ ଦଳର ସେନାପତିକୁ ସେମାନେ ବଦ୍ଧ କଲେ। ସେମାନେ ନିଜର ପିତୃପୁରୁଷମାନଙ୍କ ନଗରୀରେ ବିଜୟୋତ୍ସବ ପାଳନ କରୁଥିବା ସମୟରେ ପବିତ୍ର ଦ୍ୱାରସମୂହକୁ ଦଗ୍ଧ କରିଥିବା କାଲିସ୍ଥେନେସ୍ ଓ ଅନ୍ୟ କେତେକ ବ୍ୟକ୍ତିଙ୍କୁ ଦଗ୍ଧ କଲେ। ଏକ ଛୋଟ ଗୃହ ମଧ୍ୟକୁ ସେମାନେ ପଳାୟନ କରିଥିଲେ। ସେମାନେ ଏହିପରି ନିଜର ଅଧାର୍ମିକତା ସକାଶେ ପ୍ରତିଫଳ ପାଇଲେ। ଯିହୁଦୀମାନଙ୍କୁ କ୍ରୟ କରିବା ପାଇଁ 1,000 ବଣିକମାନଙ୍କୁ ଆଣିଥିବା ସେହି 3 ଗୁଣ ଅଭିଶପ୍ତ ନିକାନର, ଯେଉଁ ଯିହୁଦୀମାନଙ୍କୁ ନଗଣ୍ୟ ବିରୋଧୀ ସଦୃଶ ବିବେଚନା କରିଥିଲା, ପ୍ରଭୁଙ୍କ ସାହାଯ୍ୟ ବଳରେ ସେମାନଙ୍କ ଦ୍ୱାରା ଅବନମିତ ହୋଇ ନିଜର ମନୋହର ବସ୍ତ୍ରକୁ କାଢ଼ି ପକାଇ ଏକ ପଳାତକ ଦାସ ରୂପେ ରାଜ୍ୟ ମଧ୍ୟରେ ଏକାକୀ ଅବସ୍ଥାନରେ ଯାତ୍ରା କରି ଆନ୍ତିଓଖିଆରେ ଆସି ପହଞ୍ଚିଲା। ନିଜ ସୈନ୍ୟ ଦଳକୁ ବିନଷ୍ଟ କରିବା ବିଷୟରେ ସେ କେବଳ ଜୟଯୁକ୍ତ ହୋଇଥିଲା। ଜେରୁସାଲେମବାସୀଙ୍କୁ ଅଧିକାର କରି ରୋମୀୟମାନଙ୍କ ଦେୟ ଭେଟିକୁ ସେମାନଙ୍କ ଠାରୁ ସଂଗ୍ରହ କରିବା ପାଇଁ
ଯିଏ ପ୍ରସ୍ତୁତ ହୋଇଥିଲା, ସେ ଏହା ଘୋଷଣା କଲା ଯେ ଯିହୁଦୀମାନଙ୍କର ଜଣେ ରକ୍ଷକ ଅଛନ୍ତି ଓ ସେମାନେ ତାହାଙ୍କ ବିଧାନର ଅନୁଗତ ହୋଇଥିବାରୁ ସେମାନେ ଅଜେୟ। ଅଧ୍ୟାୟ 9। ଆନ୍ତିଓଖସ୍ ଏପିଫାନେସଙ୍କ ପରିମାଣ। ପ୍ରାୟ ସେ ସମୟରେ ଆନ୍ତିଓଖସ୍ ପାରସ୍ୟରୁ ବିଶୃଙ୍ଖଳାବସ୍ଥାର ଫେରି ଆସିଲେ। ପେର୍ସେପୋଲିସ୍ ନାମକ ନଗରୀରେ ପ୍ରବେଶ କରି ସେଠାକାର ମନ୍ଦିରକୁ ଲୁଣ୍ଠନ କରିବା ଓ ନଗରୀଟିକୁ ଅଧିକାର କରିବା ପାଇଁ ସେ ଉଦ୍ୟତ ହୋଇଥିଲେ। କିନ୍ତୁ ନଗରୀବାସୀମାନେ ନିଜ ରକ୍ଷା ସକାଶେ ଅସ୍ତ୍ରଶସ୍ତ୍ର ଧରି ବାହାରିଲେ ଏବଂ ଆନ୍ତିଓଖସ୍ ଓ ତାଙ୍କର ସୈନ୍ୟମାନଙ୍କୁ ପରାଜିତ କଲେ। ଫଳରେ ନଗରୀବାସୀଙ୍କ ସମ୍ମୁଖରୁ ପଳାୟନ କରି ଆନ୍ତିଓଖସ୍ ଲଜ୍ଜିତାବସ୍ଥାରେ ପ୍ରତ୍ୟାହାର କଲେ। ଏକବାଥାନାରେ ଥିବା ସମୟରେ ନିକାନର ଓ ତିମୋଥିର ସୈନ୍ୟଦଳ ପ୍ରତି ସଂଘଟିତ ବିଷୟରେ ସେ ସମ୍ବାଦ ପାଇଲେ। କ୍ରୋଧାଗ୍ନିରେ ପ୍ରଜ୍ୱଳିତ ହୋଇ ଯେଉଁମାନେ ତାଙ୍କୁ ପଳାୟନ କରିବାକୁ ଦେଇଥିଲେ, ସେମାନଙ୍କ ପ୍ରତି କଳ୍ପିତ ସେହି ପ୍ରତିଶୋଧ ଯିହୁଦୀମାନଙ୍କ ବିରୋଧରେ ପ୍ରତିଶୋଧ କରିବା ପାଇଁ ସେ ଚିନ୍ତା କଲେ। ସୁତରାଂ ସେହି ଯାତ୍ରାର ଉଦ୍ଦେଶ୍ୟ ସମାପ୍ତ ନ ହେବା ପର୍ଯ୍ୟନ୍ତ ରଥଟିକୁ ନ ଅଟକାଇ ଚଳାଇବାକୁ ସେ ରଥ ସାରଥୀକୁ ଆଦେଶ ଦେଲେ। କିନ୍ତୁ ସ୍ୱର୍ଗର ବିଚାର ତାଙ୍କ ସହିତ ଯାତ୍ରା କଲା, ଯେହେତୁ ସେ ଔଦ୍ଧତ୍ୟପୂର୍ବକ କହିଥିଲେ, ସେଠାରେ ଆସି ପହଞ୍ଚି ମୁଁ ଜେରୁସଲେମକୁ ଯିହୁଦୀମାନଙ୍କର ସମାଧିସ୍ଥଳରେ ପରିଣତ କରିବି। କିନ୍ତୁ ଇସ୍ରାଏଲର ଈଶ୍ୱର ଓ ସର୍ବଦର୍ଶୀ ପ୍ରଭୁ ଅଦୃଶ୍ୟ ତଥା ଦୁରାରୋଗ୍ୟ ଏକ ରୋଗରେ ତାଙ୍କୁ ଆଘାତ କରି ପ୍ରପୀଡ଼ିତ କଲେ। କଥା ସମାପ୍ତ କରିବା କ୍ଷଣି ରୋଗ ବିମୁକ୍ତି ନ ଥିବା ଏକ ଆନ୍ତରିକ ବେଦନାରେ ତାଙ୍କର ଉଦର ପ୍ରପୀଡ଼ିତ ହେଲା। ଯିଏ ସଂଖ୍ୟାଧିକ ବ୍ୟକ୍ତିମାନଙ୍କର ଉଦରକୁ ଅନେକ ତଥା ଅପରିଚିତ ଯାତନା ଦ୍ୱାରା ଉତ୍ପୀଡ଼ିତ କରିଥିଲେ, ତାଙ୍କ ପ୍ରତି ଏହିପରି ଏକ ରୋଗ ନ୍ୟାୟସଙ୍ଗତ। କିନ୍ତୁ ଏଦ୍ୱାରା ସେ ନିଜର ଦୁଷ୍ଟତାକୁ ବନ୍ଦ କଲେ ନାହିଁ, ବରଂ ଅଧିକତର ଉଦ୍ଧତ ହୋଇ ଓ ଯିହୁଦୀମାନଙ୍କ ବିରୁଦ୍ଧରେ କ୍ରୋଧାଗ୍ନିରେ ପ୍ରଜ୍ୱଳିତ ହୋଇ ବହୁ ଶୀଘ୍ର ଗମନ କରିବାକୁ ସେ ଆଦେଶ ଦେଲେ। ତେଣୁ ବେଗରେ ଯାତ୍ରା କରିଥିବା ରଥରୁ ସେ ପଡ଼ିଗଲେ ଓ ସେହି ସାଂଘାତିକ ପତନ ବଳରେ ତାଙ୍କର ଶରୀର ସର୍ବାଙ୍ଗରେ କଠୋର ଉତ୍ପୀଡ଼ିତ ଗ୍ରସ୍ତ ହେଲା। ଏହିପରି ଯିଏ ଏପର୍ଯ୍ୟନ୍ତ ଅତି ମାନବିକ ଅହଙ୍କାରରେ ସମୁଦ୍ର ତରଙ୍ଗ ସମ୍ମୁଖକୁ ଆଦେଶ ଦେବା ଏବଂ ଉଚ୍ଚ ପର୍ବତଗୁଡ଼ିକୁ ତରାଜୁରେ ଓଜନ କରିବା ପାଇଁ ସକ୍ଷମ ବୋଲି ଆଲୋଚନା କରିଥିଲେ, ସେହି ବ୍ୟକ୍ତି ଭୂପତିତ ହୋଇ ଶିବିକାରେ ସମ୍ବୋହିତ ହେଲେ। ଏଭଳି ଈଶ୍ୱରଙ୍କ ଶକ୍ତି ସମସ୍ତଙ୍କ ସମ୍ମୁଖରେ ପ୍ରକଟିତ ହେଲା। ସେହି ଅଧର୍ମୀ ବ୍ୟକ୍ତିର ସମଗ୍ର ଶରୀର କୀଟମାନଙ୍କ ଦ୍ୱାରା ଆକ୍ରାନ୍ତ ହେଲା। କଠୋର ବ୍ୟଥା ତଥା ବେଦନା ଅନୁଭବ କରି ଆହୁରି ଜୀବିତ ହୋଇ ରହିଥିବା ବେଳେ ତାଙ୍କର ମାଂସ ପଚିବାକୁ ଆରମ୍ଭ କଲା। ସେଥିରୁ ନିର୍ଗତ ଦୁର୍ଗନ୍ଧ ତଥା ତାଙ୍କର କ୍ଷୟ ଯୋଗୁଁ ସମଗ୍ର ସୈନ୍ୟ ତାଙ୍କ ନିକଟରୁ ବିରକ୍ତି ସହକାରେ ଦୂରେଇ ଗଲେ। ଆକାଶସ୍ଥ ତାରକା ସମୂହକୁ ସ୍ପର୍ଶ କରିବା ପାଇଁ ସେ ଯେ ସକ୍ଷମ, ସ୍ୱଳ୍ପ ସମୟ ପୂର୍ବରେ ଏହିପରି ଭାବିଥିବା ସେହି ବ୍ୟକ୍ତିଙ୍କୁ ତାଙ୍କର ଦୁର୍ବହ ଦୁର୍ଗନ୍ଧ ଯୋଗୁଁ କେହି ହେଲେ ବହନ କରିପାରିଲା ନାହିଁ। ସେ ସମୟରେ ଭଗ୍ନୋତ୍ସାହ ହୋଇ ଓ ଈଶ୍ୱରଙ୍କ ଶାସ୍ତି ଫଳରେ ପ୍ରତିମୂର୍ତ୍ତିର କଠୋର ବେଦନାରେ ଉତ୍ପୀଡ଼ିତ ହୋଇ ସେ ନିଜ ଔଦ୍ଧତ୍ୟ ତ୍ୟାଗ କରି ବିବେକ ବୁଦ୍ଧି ପୁନଃଲାଭ କଲେ। ନିଜ ଶରୀରରୁ ନିର୍ଗତ ଦୁର୍ଗନ୍ଧକୁ ସ୍ୱୟଂ ସେ ସହନ କରିବାକୁ ଅସମର୍ଥ ହେବା ସମୟରେ ସେ ଏହିପରି କହିଲେ, ଈଶ୍ୱରଙ୍କ ବଶୀଭୂତ ହେବା ନ୍ୟାୟସଙ୍ଗତ। କୌଣସି ମର ବ୍ୟକ୍ତି
ବିବେଚନା କରିବା ଉଚିତ ନୁହେଁ ଯେ ସେ ଈଶ୍ୱରଙ୍କ ସଦୃଶ୍ୟ। ଯେଉଁ ପ୍ରଭୁ ତାଙ୍କ ପ୍ରତି ଆଉ କୃପା ପ୍ରଦର୍ଶନ କରିବେ ନାହିଁ, ତାହାଙ୍କର ସନ୍ନିଧାନରେ ସେହି ଜଘନ୍ୟ ବ୍ୟକ୍ତି ସେ ସମୟରେ ବ୍ରତ ଗ୍ରହଣ କରି କହିଲେ ଯେ, ଯେଉଁ ପବିତ୍ର ନଗରୀକୁ ନିଶ୍ଚିହ୍ନ କରି ତାହାକୁ ସମାଧି ସ୍ଥାନରେ ପରିଣତ କରିବା ପାଇଁ ସେ ଖୁବ୍ ଶୀଘ୍ର ଯାତ୍ରା କରିଥିଲେ, ସେହି ନଗରୀକୁ ସେ ସ୍ୱାଧୀନ କରିବେ। ଯେଉଁ ଯିହୁଦୀମାନଙ୍କୁ ସମାଧିସ୍ଥ କରିବା ପାଇଁ ଅଯୋଗ୍ୟ ମନେକରି ସେମାନଙ୍କ ସନ୍ତାନମାନଙ୍କ ସମେତ ସେମାନଙ୍କୁ ପଶୁ ତଥା ପକ୍ଷୀମାନଙ୍କର ଖାଦ୍ୟ ରୂପେ ଫିଙ୍ଗିବା ପାଇଁ ସେ ସ୍ଥିର କରିଥିଲେ, ସେମାନଙ୍କୁ ଏଥେନର ନାଗରିକମାନଙ୍କ ସହନାଗରିକ ରୂପେ ଘୋଷଣା କରିବେ। ପୂର୍ବରେ ଲୁଣ୍ଠନ କରିଥିବା ପବିତ୍ର ଦେବାଳୟକୁ ସର୍ବୋତ୍କୃଷ୍ଟ ଉପହାର ସବୁ ଜରିଆରେ ଅଳଙ୍କୃତ କରିବେ। ପବିତ୍ର ପାତ୍ର ସାମଗ୍ରୀକୁ ବହୁଗୁଣ ସହ ଫେରାଇ ଦେବେ। ନୈବେଦ୍ୟର ଉତ୍ସର୍ଗ ପାଇଁ ଆବଶ୍ୟକ ଖର୍ଚ୍ଚ ସ୍ୱୟଂ ସେ ନିଜ ଆୟରୁ ବ୍ୟୟ କରିବେ ଏବଂ ଏ ସମସ୍ତ କାର୍ଯ୍ୟ ବ୍ୟତୀତ ସ୍ୱୟଂ ସେ ଜଣେ ଯିହୁଦୀ ହୋଇ ମନୁଷ୍ୟ ଅଧିବାସ ଯୋଗ୍ୟ ସମସ୍ତ ସ୍ଥାନକୁ ଯାତ୍ରା କରି ଈଶ୍ୱରଙ୍କ ଶକ୍ତିକୁ ଘୋଷଣା କରିବେ। କିନ୍ତୁ ଈଶ୍ୱରଙ୍କ ନ୍ୟାୟ ବିଚାର ତାଙ୍କ ପ୍ରତି ଆସନ୍ନ ହୋଇଥିବା ହେତୁ ତାଙ୍କର ଯାତନା କୌଣସି ପ୍ରକାରେ ଉପଶମିତ ହେଉନଥିବା ଦେଖି ରୋଗ ମୁକ୍ତି ପାଇଁ ସମସ୍ତ ଆଶା ତ୍ୟାଗ କରି ସେ ଯିହୁଦୀମାନଙ୍କ ନିକଟକୁ ନିବେଦନ କରି ଖଣ୍ଡିଏ ପତ୍ର ପଠାଇଲେ। ତାହା ଏହିପରି ଭାବେ ଲିଖିତ ଥିଲା, ଯୋଗ୍ୟ ଯିହୁଦୀ ନାଗରିକମାନଙ୍କୁ ସେମାନଙ୍କର ରାଜା ଓ ସେନାପତି ଆନ୍ତିଓଖସ୍ ଆରୋଗ୍ୟ ତଥା ସମୃଦ୍ଧି କାମନା କରି ହାର୍ଦ୍ଦିକ ଅଭିବାଦନ ତଥା ଶୁଭେଚ୍ଛା ଜଣାନ୍ତି। ତୁମମାନଙ୍କର ସନ୍ତାନମାନଙ୍କ ସମେତ ତୁମେମାନେ ଯଦି ଭଲ ଅଛ ଓ ତୁମମାନଙ୍କର ଅଭିଳାଷ ମୁତାବକ ତୁମର କାର୍ଯ୍ୟ ଠିକ୍ ରୂପେ ଚାଲିଛି, ତେବେ ମୁଁ ସନ୍ତୁଷ୍ଟ। ମୋର ଆସ୍ଥା ସ୍ୱର୍ଗରେ ଅଧିଷ୍ଠିତ ହୋଇ ରହିଛି। ତୁମମାନଙ୍କର ସଦିଚ୍ଛା ତଥା ଶ୍ରଦ୍ଧା ମୁଁ ସସ୍ନେହରେ ସ୍ମରଣ କରେ। ପାରସ୍ୟରୁ ଫେରି ଆସିବା ସମୟରେ ମୁଁ ଏକ ବିରକ୍ତିକର ରୋଗରେ ପ୍ରପୀଡ଼ିତ ହେଲି। ସୁତରାଂ ସମସ୍ତଙ୍କର ସାର୍ବଜନୀନ ରକ୍ଷା ସମ୍ବନ୍ଧରେ ଆଲୋଚନା କରିବା ଉଚିତ ବୋଲି ମୁଁ ମନସ୍ଥ କଲି। ମୋର ବର୍ତ୍ତମାନର ଅବସ୍ଥା ସମ୍ବନ୍ଧରେ ମୁଁ ନିରୁତ୍ସାହିତ ହେଉନାହିଁ, ବରଂ ରୋଗରୁ ଆରୋଗ୍ୟ ପ୍ରାପ୍ତ ହେବା ପାଇଁ ମୋର ଆଶା ରହିଛି। ଉତ୍ତର ଦିଗସ୍ଥ ଅଞ୍ଚଳଗୁଡ଼ିକରେ ସୈନ୍ୟ ସମେତ ଅଭିଯାନ କରୁଥିବା ବେଳେ ମୋର ପିତା ନିଜର ଉତ୍ତରାଧିକାରକୁ ନିଯୁକ୍ତି ପ୍ରଦାନ କରିଥିବା ବିଷୟ ମୁଁ ସ୍ମରଣ କଲି। ଆକସ୍ମିକ ଭାବେ କୌଣସି ଘଟଣା ଘଟିଲେ କିମ୍ବା କୌଣସି ଅଶୁଭ ସମ୍ବାଦ ବିସ୍ମୃତ ହେଲେ, ତେବେ କାହା ହସ୍ତରେ ରାଜ୍ୟଟିର ଶାସନ ଦାୟିତ୍ୱ ସେ ନ୍ୟସ୍ତ। ରାଜ୍ୟବାସୀ ପ୍ରଜାମାନେ ଯେପରି ଏହା ଜାଣନ୍ତି ଓ ତଦ୍ୱାରା ବ୍ୟତିବ୍ୟସ୍ତ ନ ହୁଅନ୍ତି, ସେଥିପାଇଁ ଏହା ଉଦ୍ଦିଷ୍ଟ। ଏତଦ୍‌ବ୍ୟତୀତ ମୁଁ ଜାଣେ ଯେ ଦେଶଟିର ସୀମା ସରହଦ ତଥା ପ୍ରତିବେଶୀ ରାଜ୍ୟଗୁଡ଼ିକର ଶାସକଗଣ ଏକ ସୁଯୋଗ ପାଇଁ ଅପେକ୍ଷା କରନ୍ତି ଓ କ'ଣ ଘଟୁଛି ବୋଲି ନିରୀକ୍ଷଣ କରନ୍ତି। ସୁତରାଂ ମୁଁ ମୋର ପୁତ୍ର ଆନ୍ତିଓଖସ୍‌କୁ ରାଜା ରୂପେ ନିଯୁକ୍ତ କରିଅଛି। ଉତ୍ତର ଦିଗସ୍ଥ ଅଞ୍ଚଳଗୁଡ଼ିକ ଅଭିମୁଖରେ ଶୀଘ୍ର ଗମନ କରିଥିବା ବେଳେ ମୁଁ ବହୁବାର ତା ସମ୍ବନ୍ଧରେ ତୁମ ସମ୍ମୁଖରେ ସୁପାରିଶ କରି ତା ହସ୍ତରେ ଶାସନ ଦାୟିତ୍ୱ ସମର୍ପଣ କରିଅଛି। ଯେଉଁ ବିଷୟ ମୁଁ ଏହି ପତ୍ରରେ ଲେଖିଲି, ସେ ସମ୍ବନ୍ଧରେ ମୁଁ ତା ନିକଟକୁ ମଧ୍ୟ ଲେଖି ପଠାଇଅଛି। ତୁମମାନଙ୍କ ଉଦ୍ଦେଶ୍ୟରେ ପ୍ରଦତ୍ତ ସାର୍ବଜନୀନ ତଥା ବ୍ୟକ୍ତିଗତ ସେବା କାର୍ଯ୍ୟକୁ ସ୍ମରଣ କରିବା ଓ ତୁମେମାନେ ବର୍ତ୍ତମାନ ମୋର ଓ ମୋର ପୁତ୍ର ପ୍ରତି ପ୍ରଦର୍ଶନ କରୁଥିବା ସଦିଚ୍ଛାକୁ ଭବିଷ୍ୟତରେ ମଧ୍ୟ ଦେଖାଇବା ପାଇଁ ମୁଁ ଅନୁରୋଧ ତଥା ଭିକ୍ଷା କରେ। ମୋର ବିଶ୍ୱାସ ଅଛି ଯେ ମୋର କାର୍ଯ୍ୟ ପ୍ରଣାଳୀର ଅନୁସରଣ କରି ଶାନ୍ତି ତଥା ଦୟାର ସହ ସେ ତୁମମାନଙ୍କ ପ୍ରତି
ଆଚରଣ କରିବେ। ସେହି ନରହନ୍ତା ଓ ଈଶ୍ୱର ନିନ୍ଦୁକ ଅନ୍ୟ ଲୋକମାନଙ୍କ ପ୍ରତି ଯେପରି ବିଧାନ କରିଥିଲେ, ତଦନୁରୂପ ଏକ କଠୋର ଯାତନା ସେହିପରି ଅନୁଭବ କଲା ପରେ ଅତି ଶୋଚନୀୟ ଅବସ୍ଥାରେ ବିଦେଶ ରାଜ୍ୟସ୍ଥିତ ପାର୍ବତ୍ୟାଞ୍ଚଳରେ ଦେହତ୍ୟାଗ କଲେ। ଫିଲିପ ନାମକ ଜଣେ ରାଜ ପରିଷଦ ସଦସ୍ୟ ତାଙ୍କର ମୃତ ଶରୀରକୁ ଗୃହକୁ ନେଇଗଲେ। ତତ୍ପରେ ଆନ୍ତିଓଖସଙ୍କ ପୁତ୍ରକୁ ଭୟ କରି ସେ ଇଜିପ୍ଟର ରାଜା ଟଲେମି ଫିଲୋମେତଙ୍କର ନିକଟରେ ଆଶ୍ରୟ ସନ୍ଧାନ କରି ଗମନ କଲେ।